ଯୌତୁକ ପାଇଁ କିଏ ଏଠି ନବବିବାହିତ ବୋହୂର ଜୀବନ ନେଇଯାଉଛି ତ ପୁଣି କିଏ ନିଜ ସ୍ତ୍ରୀ ଉପରେ ନିର୍ଯାତନା ଦେଉଛି। ଆଉ କେହି କେହି ସେ ଯୌତୁକ ଟଙ୍କା ପାଇଁ ରାକ୍ଷସ ପାଲଟି ଯାଉଛନ୍ତି। କିନ୍ତୁ ଦର୍ଶକ ବନ୍ଧୁ, ଆମେ ଏବେ ଆପଣଙ୍କୁ ଏମିତି କିଛି ଭିଡ଼ିଓ ଦେଖାଇବା ପାଇଁ ଚାହୁଁଛୁ ଯାହାକୁ ଦେଖିଲେ ଆପଣଙ୍କର ମଧ୍ୟ ହୋସ୍ ଉଡ଼ିଯିବ। ହଁ ଆଜ୍ଞା, ଖବର ଆରମ୍ଭ କରିବା ପୂର୍ବରୁ ଥରେ ନଜର ପକାନ୍ତୁ ଏହି ଦୁଇଟି ଫଟୋ ଉପରେ। ଯେଉଁ ଫଟୋ ପଛରେ ଲୁଚି ରହିଥିବା ସେହି ଅସଲ କାହାଣୀକୁ ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ। ତେବେ ଆମେ ଆପଣଙ୍କୁ ଏଠାରେ ଜଣାଇବାକୁ ଚାହୁଁଛୁ ଯେ ଆପଣ ଦେଖୁଥିବା ଏ ଦୁଇଟି ଫଟୋ ହେଉଛି ଜଣେ ସମାନ ମହିଳାଙ୍କର, ଆଉ ଏ ଫଟୋ ଦୁଇଟି ଭିତରେ ଥିବା ସମୟ ବ୍ୟବଧାନ ହେଉଛି ମାତ୍ର 4 ବର୍ଷ। ହେଲେ ଏମିତି 4 ବର୍ଷ ଭିତରେ କ'ଣ ଘଟି ଯାଇଥିଲା ଯେଉଁ କାରଣ ପାଇଁ ଏ ମହିଳା ଜଣଙ୍କର ଚେହେରା ଏପରି ବଦଳି ଯାଇଛି? ହଁ ଆଜ୍ଞା, ଆପଣ ଦେଖୁଥିବା ଏ ରୋଗିଣା ମହିଳାଙ୍କ ନାଁ ହେଉଛି ସୋନିଆ, ଯାହାର ବୟସ ମାତ୍ର 27 ବର୍ଷ। ଆଉ ଏହି ବୟସରେ ସେ ଏମିତି ଦେଖାଯାଉଛନ୍ତି ଯାହାକୁ ଦେଖିଲେ ସେ ନିଜେ ମଧ୍ୟ ନିଜକୁ ଠିକ୍ ଭାବରେ ଚିହ୍ନି ପାରୁନାହାନ୍ତି। ତେବେ ସୂଚନା ଅନୁଯାୟୀ 4 ବର୍ଷ ତଳେ ସୋନିଆ ନାମକ ଏହି ମହିଳା ବିବାହ କରି ଶାଶୁଘରକୁ ଆସିଥିଲେ। ଆଉ ସବୁ ଝିଅଙ୍କ ପରି ସେ ମଧ୍ୟ ନିଜ ବାହାଘରକୁ ନେଇ ଅନେକ ସ୍ୱପ୍ନ ସଜାଡ଼ି ରଖିଥିଲେ, କିନ୍ତୁ ତାଙ୍କର ସବୁ ସ୍ୱପ୍ନ ଯେମିତି ଅଧାରେ ଅଟକି ଯାଇଥିଲା। ବାହାଘରର 1 ସପ୍ତାହ ପରଠାରୁ ତାଙ୍କ ଉପରେ ଜୋର ଜବରଦସ୍ତ ଭାବରେ ଯୌତୁକ ଦାବି କରିଥିଲେ ପରିବାର ଲୋକେ। କିନ୍ତୁ ସେ ଯେତେବେଳେ ଯୌତୁକ ଆଣିବାକୁ ମନା କରିଥିଲେ ସେ ସମୟରେ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକେ ତାଙ୍କ ଉପରେ ଅତ୍ୟାଚାର କରିବାକୁ ଆରମ୍ଭ କରିଦେଇଥିଲେ। ଏମିତିକି ତାଙ୍କ ବାପଘରଠାରୁ ସବୁ ସମ୍ପର୍କ କାଟି ଦେଇଥିବା ବେଳେ ସୋନିଆଙ୍କୁ ଗୋଟିଏ ଘର ଭିତରେ ପୁରାଇ ନିର୍ଯାତନା ଦେଉଥିଲେ। ତେବେ ଏ ଘଟଣାକୁ 4 ବର୍ଷ ବିତି ଯାଇଥିଲା ବେଳେ ଏବେ ସୋନିଆଙ୍କ ମା ତାଙ୍କ ବିଷୟରେ ଖବର ପାଇବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଏହା ସହିତ ସୋନିଆ ତାଙ୍କ ମା ସହିତ ମିଶି ପୋଲିସ ଅଫିସରଙ୍କୁ ଅଭିଯୋଗ କରିଥିଲେ। ତେବେ ଘଟଣାକୁ ନେଇ ପୋଲିସ ନିଜର ତଦନ୍ତ ଆରମ୍ଭ କରିଥିବା ବେଳେ ଯାହାକୁ ନେଇ ସାରା ହାଇଦ୍ରାବାଦରେ ଏହି ଘଟଣାର ଚର୍ଚ୍ଚା ଲାଗି ରହିଥିଲା। ବ୍ୟୁରୋ ରିପୋର୍ଟ, A1 ଓଡ଼ିଆ। ବ୍ରିଲିଏଣ୍ଟ ବିଶୁଦ୍ଧ ନଡ଼ିଆ ତେଲ, ଘନ ଲମ୍ବା ଓ ପଳାକେଶର ମୂଳମନ୍ତ୍ର।